ପିଲାମାନେ ପୁଣି ଥରେ ସ୍ୱାଗତ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୁଡ଼ିଓ। ଆଜି ଆମେ ଷଷ୍ଠ ଶ୍ରେଣୀ ଗଣିତ ପ୍ରକାଶ ବହିର ପ୍ରଥମ ଗଣିତରେ ସରଞ୍ଚନା ବିଷୟର 1.4, 1.5, 1.6ର ସମସ୍ତ ଯେଉଁ ଆସ ବୁଝିବା ରହିଛି, ଯେଉଁ ଅନୁଶୀଳନ ତ ନାହିଁ, ଆସ ବୁଝିବାରେ ତା ସବୁ ସମାଧାନ କରିବା। ଏହା ପୂର୍ବରୁ ଆମେ 1.1, 1.2, 1.3 ଗୋଟେ ଭିଡ଼ିଓ ଅପଲୋଡ଼ କରିସାରିଛି। ଯେଉଁମାନେ ନ ଦେଖିଛ ଏଇ ଭିଡ଼ିଓରେ ଡେସ୍କ୍ରିପ୍ସନରେ ତା ଲିଙ୍କ୍ ଦେଇଦେବେ, ତାକୁ କ୍ଲିକ୍ କଲେ ଦେଖିପାରିବ। ଦେଖ ପିଲାମାନେ 1.4 ରହିଛି ସଂଖ୍ୟା କ୍ରମାଙ୍କ ମଧ୍ୟ ସମ୍ପର୍କ ଯେଉଁ କ୍ରମ ସବୁ ରହିଛି। ଦେଖ ଗୋଟେ କ୍ରମରେ 1 ସମାନ 1, 1 3 ମିଶିଲା 4 ହେଲା। 1 ଗୋଟେ ଆମର କ'ଣ ହେଲା, ଗୋଟେ ଅଯୁଗ୍ମ ମାନେ 3 5, ଏସବୁ ଅଯୁଗ୍ମ ସଂଖ୍ୟା ମିଶିଲା ପରେ କ'ଣ ହେଲା, ଗୋଟେ 9 ହେଲା। 1 3 5 7 16 ହେଲା। 1 3 5 7 9 25 ହେଲା। 1 3 5 7 9 11 ମିଶିଲେ 34। ଏଥିରେ କ'ଣ ଦେଖୁଛ ନା, ଏଥିରେ ଦେଖୁଛ ଯେ ଆମେ ଯେଉଁ ଅଯୁଗ୍ମ ସଂଖ୍ୟା ଗୁଡ଼ା ମିଶାଉଛନ୍ତି ଗୋଟେ ବର୍ଗ ସଂଖ୍ୟା। ଦେଖ 1 ତ ଛାଡ଼, 1ର ବର୍ଗ ମାନେ ଯେଉଁ ସଂଖ୍ୟା ଗୁଣିବା କିନ୍ତୁ ବର୍ଗ, ସେଇ ସଂଖ୍ୟାକୁ ସେଇ ସଂଖ୍ୟାରେ ଗୁଣିବା। 2 କୁ 2 ଗୁଣିବା, 3 କୁ 3 ଗୁଣିବା, 4 କୁ 4 ଗୁଣିବା ହେଲା ବର୍ଗ। 2 କୁ 2 ଗୁଣିଲେ 4 ପାଇଲେ, 3 କୁ 3 ଗୁଣିଲେ 9 ପାଇଲେ, 4 କୁ 4 ଗୁଣିଲେ 16 ପାଇଲେ, 5 5 25, ଏମିତି ସବୁ ବର୍ଗ। 6 କୁ 6 ଗୁଣିଲେ 37 ବର୍ଗ ସଂଖ୍ୟା ପାଉଛନ୍ତି। ତାହେଲେ ଅଯୁଗ୍ମ ସଂଖ୍ୟା କ'ଣ କରୁଛନ୍ତି ନା, ଅଯୁଗ୍ମ ବିନ୍ଦୁକୁ ଡଟ୍ ବର୍ଗ ଡିଗ୍ରୀ କିପରି ଭାଗରେ ଉପସ୍ଥାପନ କରିହେବ ପରବର୍ତ୍ତୀ ଆଲୋଚନାକୁ ଯିବା ପୂର୍ବରୁ ଏ ସମ୍ପର୍କ ଟିକେ ଚିନ୍ତା କର। ଏଇ ଚିତ୍ର ଦେଖ, ଗୋଟେ ଅଯୁଗ୍ମ ସଂଖ୍ୟା ଗୋଟିଏ, ତା 3ଟା, ତାପରେ ହେଉଛି 5ଟା, ତାପରେ 7ଟା, ତାପରେ 9ଟା, ତାପରେ ହେଉଛି 11ଟା। ଏଇ ଦେଖୁଛ, ଏଇ ଗୋଟେ ବର୍ଗ ଚିତ୍ରଟେ ହେଉଛି। ଅଯୁଗ୍ମ ସଂଖ୍ୟା ଯେଉଁ ମିଶିକି ଯେଉଁ ତିଆରି ହେଉଛି, ଗୋଟେ ସାରଣୀ ପ୍ରସ୍ତୁତ କରାହେଉଛି, ଗୋଟେ ବର୍ଗ ଚିତ୍ର ହେଇଯାଉଛି। ଏଠାରେ ଆଉ ଗୋଟେ କ୍ରମ ଦେଖ ପିଲାମାନେ, ଭଲ ଦେଖିଦିଅ, ଆସ ବୁଝିବାର ଏଇସବୁ ଏଇଥିରୁ ହିଁ କ୍ୱେଶ୍ଚନ୍ ସବୁ ଆସିଛି। ଦେଖ ପିଲାମାନେ 1 ସମାନ 1, 1 2 ପୁଣି କମିଲା, 2 ପରେ ପୁଣି କମିଲା, 1 ଥିଲା ଟୋଟାଲ ମିଶିକି 4 ହେଲା। 1 2 3 ତାପରେ କମିଲା, 3 ପରେ ପୂର୍ବରୁ 2 1 ମିଶିକି ହେଲା 9। 1 2 3 ଯେ 4 ପର୍ଯ୍ୟନ୍ତ ବଢ଼ିଲା, ପୁଣି 4ରୁ କମିଲା, 3 2 1 ମିଶିକି ହେଲା 16। ପୁଣି 1 2 3 4 5 ପର୍ଯ୍ୟନ୍ତ ବଢ଼ିଲା, ପୁଣି 5ରୁ କମିଲା, 4 3 2 1 ମିଶିକି ହେଲା 25। 1 2 3 4 5 6 ପର୍ଯ୍ୟନ୍ତ ବଢ଼ିଲା, ପୁଣି 6ରୁ କମିଲା, 5 4 3 2 1 ଏସବୁ ମିଶିକି ପ୍ଲସ୍ କରାଇ 36 ହେଲା। ଏଥିରୁ ଆମେ କ'ଣ ପାଇଲେ ନା, ଆମର ସଂଖ୍ୟାଟି ଆଗକୁ ନେଲେ ପଛକୁ ନେଇକି ଯେଉଁ ଯୋଗ କଲେ ଗୋଟେ ସିଏ ମଧ୍ୟ ପାଇଲେ ଆମର ବର୍ଗ ସଂଖ୍ୟା ପାଇଲେ। ହେଲେ ଆଗକୁ ନେଇ ପଛକୁ ଯେଉଁ ମିଶ୍ରଣ କଲେ ତା ବର୍ଗ ସଂଖ୍ୟା। ଆର ମଧ୍ୟ ଚିତ୍ର ଦେଖିବା, ଡାଇଗ୍ରାମ ଦେଖିବା। ଇଏ ଗୋଟେ ବର୍ଗ ଚିତ୍ର। କେମିତି ଡାଇଗ୍ରାମ ଦେଖ ପିଲାମାନେ, ପ୍ରଥମେ ଗୋଟିଏ, ତାପରେ 2ଟା, ତାପରେ ଏମିତି 3ଟା, ତାପରେ 4ଟା, ତାପରେ 5ଟା, ଏମିତି କ'ଣ ହେଇଛି ସବୁ। 5ଟା ହେଲା, ଏଇଟା ହେଲା 6ଟା, ତାପରେ କମିଲା, ପୁଣି ହେଲା 5ଟା, ତାପରେ 4ଟା, ତାପରେ 3ଟା, ତାପରେ 2ଟା, ଏମିତି। ବୁଝିପାରୁଛ ନା? ଏଇଟା ହେଲା ଆମର କ'ଣ, ଆଗକୁ ନେଇକି ପଛକୁ ନେଇକି ଯୋଗ କଲେ ସିଏ ମଧ୍ୟ ଗୋଟେ ବର୍ଗ ଚିତ୍ର ହେଇପାରୁଛି। ବର୍ତ୍ତମାନ କରିବା ଆସ ବୁଝିବା। ଦେଖ ପିଲାମାନେ, 1 ଗଣନ ସଂଖ୍ୟାକୁ ଆଗକୁ ପଛକୁ ଲେଖି ଯୋଗ କରି ଯେପରି 1 ପୁଣି 1 ଯୁକ୍ତ 2 ପୁଣି ପ୍ଲସ୍ 1, ଏଇ ଯେଉଁ କଲେଜଟା, ତାପରେ 1 2 3 ପୁଣି ପ୍ଲସ୍ 2 ପ୍ଲସ୍ 1, ଏମିତି ବଢ଼ି ବଢ଼ିକା ଯିବ। ପୁଣି 4 ପର୍ଯ୍ୟନ୍ତ ଯିବା, ପୁଣି 5 ପର୍ଯ୍ୟନ୍ତ ଯିବା, ଏମିତି ଡଟ୍ ଡଟ୍ ଅର୍ଥ ଏମିତି ବଢ଼ି ବଢ଼ିକା ଯିବ। ଯଦି ବର୍ଗ ସଂଖ୍ୟା କାହିଁକି ହୁଏ ଜାଣିବା, ତୁମେ ଏକ ସମାନ ପ୍ରକାର ଚିତ୍ର ଅଙ୍କନ କରି ତାହାକୁ ବର୍ଣ୍ଣନା କରିପାରିବ କି? ଦେଖ ଏଇ ଯେଉଁ କଲେ ଆମେ ଯେମିତି, ଦେଖ ଏଇ ଚିତ୍ରଟା ସେଇଭଳି ଏତିକି, ତାର ଅଧିକ ଡଟ୍ ଆରୁ ଅଧିକ ପର୍ଯ୍ୟନ୍ତ ସଂଖ୍ୟା ସବୁ ନେଲେ ବର୍ଗ ଚିତ୍ର ହେବ। କାହିଁକି ବର୍ଗ ଚିତ୍ର ହେଲା, ତୁମେ ତାକୁ ବର୍ଣ୍ଣନା କରିପାରିବ କି? ହଁ, ଆମେ ବର୍ଣ୍ଣନା କରିବା। ଦେଖ ପିଲାମାନେ, ଏଠି କ'ଣ ହେଇଥିଲା, 1 2 3 ପ୍ଲସ୍ 2 ପ୍ଲସ୍, ଆମେ ଦେଖ ପିଲାମାନେ, ମୁଁ ଗୋଟେ ଛୋଟ ସଂଖ୍ୟାଟେ ନେଇଛି, ବଡ଼ ସଂଖ୍ୟା ନେଇନି। ଦେଖ 1.4 ଲେଖା ହେଇଛି। 1 3 ଗୁଣନ 3 ବରକାର ଅଙ୍କନ କର, ଏହାର କୋଣାକୋଣି ବିନ୍ଦୁ ଗୁଡ଼ିକୁ ଗଣିବା। ଦେଖ ପ୍ରଥମେ ଗୋଟିଏ କୋଣରେ ଗୋଟେ ଦେଲେ, ଗୋଟେ ବିନ୍ଦୁ ଦେଲେ, ଏଇଠି ଗୋଟେ ବିନ୍ଦୁ ଦେଲେ, ତାପରେ ଧାରରେ କ'ଣ ଦେବା ନା 2ଟି ଦେବା। କେତେଟା ଦେବା ଆମେ? 2ଟି ଦେବା। କେମିତି ଦିଆ? ଦେଖ ଏଠି ଗୋଟେ ଦିଆହେଲା, ଏଠି ଦିଆହେଲା। ଦେଖ ତାପରେ ଦେବା 3ଟି। ଦେଖ ପିଲାମାନେ, ଏଠି ସିଧା 3ଟି, ଗୋଟିଏ 2ଟି 3ଟି, ତାପରେ ପୁଣି କମିବ। ଦେଖ ମଝିରେ 3ଟି, ପୁଣି 2ଟି ଦେବା। କେତେଟା ଦେବା? ପୁଣି ଗୋଟିଏ। ତା ଠିକ୍ କ'ଣକୁ ଆମେ କ'ଣ କଲେ ନା 2ଟା ଦେବା। ତାର ପୁଣି କ'ଣ କରିବା ନା 3ଟି ଦେବା। ତା ମଝିଆ ମଝି ପୁଣି ଗୋଟେ ଦେବା। ହେଇଗଲା ଗୋଟେ ବର୍ଗ ଚିତ୍ର ହେଲା। ଦେଖ ପିଲାମାନେ, ଡଟ୍ ଏଠି ଭଲ ହେବନି, ବଡ଼ ଗୋଟେ ଗୋଲ କଲେ ଠିକ୍ ଆମର ହେବ। ପ୍ରଥମେ ଗୋଟେ, ତାପରେ 2ଟା, ତାପରେ 3ଟା, ତାପରେ 2ଟା, ତାପରେ ଗୋଟେ। ବୁଝିଗଲା? ଆମେ ଏଇଭଳି କରିନେଲେ 1 ନମ୍ବର, 2 ନମ୍ବର। ପେନସିଲ୍ରେ କଲେ ଆଉ ହେବ ନାହିଁ, ଟିକେ ବଡ଼ ବଡ଼ କରି କଲେ, ଗୋଲ କଲେ ହେଇଯିବ। ପେନସିଲ୍ କଲେ ଟିକେ ଗୋଲ କରିବାକୁ ପଡ଼ିବ, ଟିକେ ଭଲ ହେବ କରିବା ପାଇଁ।
ତାହେଲେ ଏଗୁଡ଼ିକର ଯୋଗଫଳ 1 2 3 ପୁଣି କମିଲା 2 1 ମିଶିକି 9 ଦେଖ 3 3 6 3 9 ଯୋଗଫଳ ହେଇଗଲା। ତା 2 ନମ୍ବର। 2 ନମ୍ବର ହେଇଛି ଆଙ୍କିଥିବା ତୁମ ଚିତ୍ରରେ ଏକ ବୃହତ୍ ରୂପକୁ କଳ୍ପନା କରି କିମ୍ବା ଆବଶ୍ୟକ ଅନୁଯାୟୀ ଏହାକୁ ଆଂଶିକ ଅଙ୍କନ କରି ନିମ୍ନ ସରଞ୍ଚନା ମୂଲ୍ୟ କେତେ ହେବ କହିପାରିବ କି? ଦେଖ ପିଲାମାନେ 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ ଏମିତି 4 5 ଡଟ୍ ଡଟ୍ ମାନେ ଏମିତି କ'ଣ ଥିବ କେତେ 99 ଯୁକ୍ତ 100 ଯୁକ୍ତ ପୁଣି କ'ଣ ହେଲା 100 ଠାରୁ କ'ଣ ହେଲା କମିଲା ଟିକେ 99 ପୁଣି ଡଟ୍ 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 ଏମିତି କମି କମି କ'ଣ ଆସିଛି 99 ପରେ 98 97 ଏମିତି କମି କମି 3 2 1 ଆର ବର୍ଗଟା କେତେ ହେବ? ବର୍ଗ କେଉଁଟା ଧରିବ କାହାର ବର୍ଗ ଧରିବ? ଏତେ ଗୁଡ଼େ ସଂଖ୍ୟା ଭିତରେ ଯେଟା ମଝି ଯେଉଁଟା ମଝିରେ ରହୁଛି ବଢ଼ିକି ପହଞ୍ଚୁଛି ପୁଣି ତାଠୁ କମୁ ସେଇଟା ହିଁ ସଂଖ୍ୟାଟା ହେଲା ସେଇ 100। ତାହେଲେ କାହାର ବର୍ଗ ବାହାର କରିବା? 100ର ବର୍ଗ ବାହାର କରିବା। 100ର ବର୍ଗ 100 ଗୁଣନ 100। ଦେଖ 2 ନମ୍ବର ଆମେ ଏମିତି ଲେଖିବା 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ଏମିତି ଲେଖିବା ଡଟ୍ ଡଟ୍ ମାରିଦେବ କ'ଣ ଡଟ୍ ଡଟ୍ ମାନେ ଏମିତି ଭିତରେ ଅଛି 99 ଯୁକ୍ତ 100 ପୁଣି କମିଲା 99 ଯୁକ୍ତ ଏଠି ଲେଖିପାରେ 98 ଏମିତି କମିକି 3 2 1 ଏମିତି ଆସିଲା। ଏହି କ୍ରମରେ ମଝିରେ ଥିବା ସବୁଠୁ ବଡ଼ ସଂଖ୍ୟାଟି ହେଉଛି 100 ଏଇଟା 100। ତେଣୁ ଏହାର ମୂଲ୍ୟ 100ର ବର୍ଗ ହେବ 100 ଗୁଣନ 100 କେତେ ହେବ ନା 100ରେ 2ଟା ଶୂନ ଏ 100 ଟୋଟାଲ 4ଟା ଶୂନ ଦେଇଦେବ। କେତେଟା ଶୂନ ଦେଇଦେବ? 4ଟା ଶୂନ ଦେଇଦେବ। କେତେ ହେଇଗଲା? 10,000। 3ଟା ଛାଡ଼ି ବିନ୍ଦୁ ଦେବ ପଢ଼ିବା ପାଇଁ 10,000। 2 ନମ୍ବର କମ୍ପ୍ଲିଟ୍। 3 ନମ୍ବର 3ରେ ଅଛି ସମସ୍ତ ଏକକୁ କ୍ରମରେ ଯୋଗ କରି ଆଗକୁ ବଢ଼ାଇଲେ ତୁମେ କେଉଁ ସରଞ୍ଚନା ପାଇବ? ଯେତେବେଳେ ତୁମେ ସମସ୍ତ ଏକର କ୍ରମକୁ ଆଗକୁ ପଛକୁ ଯୋଗ କରିବ କେଉଁ ସରଞ୍ଚନା ପାଇବ? ଦେଖ ପିଲା ଆମେ କ୍ଲିୟର କରି ଲେଖିଦେଇଛି କ'ଣ 3 ନମ୍ବର ଉତ୍ତର ସମସ୍ତ ଏକକୁ ଆଗକୁ ବଢ଼ାଇ ଯୋଗ କଲେ କ'ଣ ବଢ଼ିଲେ 1 ପୁଣି 1 ପୁଣି ଆଉ ଥରେ ମିଶାଇଲେ ପୁଣି 2ଟା 1 ପୁଣି 3ଟା 1 ପୁଣି 4ଟା 1 ପୁଣି 5ଟା 1 ଏମିତି ମିଶାଇକି ଆମେ ଗଣନ ସଂଖ୍ୟା ପାଇବା। କ'ଣ ପାଇବା? ଗୋଟିଏକୁ ଗୋଟିଏ ରହିଲା ଏ 2ଟା ମିଶିକି 2 ହେଲା ଇଏ 1 1 ମିଶିକି 3 ହେଲା ଏମିତି 4 ହେବ 1 2 3 ଗଣିଆ ସଂଖ୍ୟା ଗଣନ ସଂଖ୍ୟା କ'ଣ କହନ୍ତି? ଜିରୋ ହେଇନଥିବ ଶୂନ ନଥିବ 1 2 3 4 5 ଏମିତି ଡଟ୍ ଡଟ୍ ଥିବ ଆମେ ଗଣନ ସଂଖ୍ୟା ପାଇବା। ଦେଖ ସେଇଭଳି ଏକକୁ ଆଗକୁ ପଛକୁ ଯୋଗ କଲେ ଦେଖ ଆଗକୁ ପଛକୁ ଯୋଗ କଲେ 1 1 2 କଲେ ପୁଣି ପଛରେ ପୁଣି ମିଶିଲେ 1 ପୁଣି 1 2 3 ପର୍ଯ୍ୟନ୍ତ କଲେ ପୁଣି କଲେ କେତେ ହେବ ନା 1 ଏଇଟା ମିଶାଇଲେ 3 ଆକୁ ମିଶାଇଲେ 5 ପ୍ରଥମେ 1 2 ପର୍ଯ୍ୟନ୍ତ ଗଲେ ପୁଣି କମିଲା 1 ପୁଣି 1 2 3 ପର୍ଯ୍ୟନ୍ତ ଗଲେ ପୁଣି ଖାଲି 1 କଥା ପଡ଼ିଛି ପୁଣି କ'ଣ କଲେ ନା କମିଲା 1 1 ଟୋଟାଲ 5 ଏଇଟା କ'ଣ ହେଉଛି ଆମର? ଆମେ କହୁଛନ୍ତି ନା ଯୋଗ କଲେ ଆମେ ଅଯୁଗ୍ମ ସଂଖ୍ୟା ପାଉଛନ୍ତି। କ'ଣ ପାଉଛନ୍ତି? ଅଯୁଗ୍ମ ସଂଖ୍ୟା। এটা হলো গণন সংখ্যা পাইলে এটা পাইলে আমি অযুগ্ম সংখ্যা। অযুগ্ম সংখ্যা তাহলে 3 নম্বর কমপ্লিট ভালো দেখি দিও বুঝি যাও বুঝিগলা পরে মনে রাখিয়া পাই লিখিয়া পাই সুবিধা হব। 4 নম্বর হইছি তুমি গণন সংখ্যার ক্রমকু আগুকু বঢ়াই যোগ কলে কেউ ক্রমটি পাইব এর এক ছোট চিত্র উপস্থাপন করে বর্ণনা কর। দেখো পিলামানে देख 4 नंबर तुम एमती लिख समस्त एक को आगु को बढ़ाई जोग कले पाइबु 1 तापर पुणी 1 2 मिसेबा पुणी 1 2 3 मिसेबा 1 3 1 2 3 4 मिसेबा टोटल कौन पाइले 1 पाइले 1 2 मिसे 3 पाइले आकु पाइले 6 पाइबा एम पाइले 10 पाइबा पुणी 5 मिसेबा 1 2 3 4 5 मिसेबा आ गोटे धरिया अवधि ताले केते पाइबा हमें तापर 15 हम एठारे त्रिकोणीय संख्या पाइबा कौन पाउछन त्रिकोणीय संख्या पाउछंती ता चित्र कर देखिया पिला मन देख प्रथम है गोटे बिंदु देख गोटे बिंदु दे देले 1 पे तापर 3 3 पे कौन कल देख चित्र देख 3 1 थिला पुणी 2 मिसला पुणी 6 देख 6 कौन 1 तापर 2 तापर 3 तापर 10 देख पिला माने प्रथम गोटे कौन कौन करिया पुणी आम 2टा 3टा 4टा है तापर पुणी कौन करबा गोटे तापर 2टा कले तापर 3 पे 3टा बिंदु देले 4 पे 4टा बिंदु देले ताले किमिति 3 कोण देखो 3 कोण पाउना हम त्रिकोणीय संख्या पाइबु 4 नंबर बुझे गला 4 नंबरटा 5 नंबर रही तुम्हें क्रमिक त्रिकोणीय संख्या गुड़ जोग कर आरंभ कले 1 युक्त 3 3 युक्त 6 6 युक्त 10 10 युक्त 15 एमती पाए तुम्हें क्यों क्रमटी पाइब कहीं चित्रित उपस्थापन कर
प्रथम पिला लिखिदेव तापर चित्र काट देख उत्तर क्रमिक त्रिकोणीय संख्या जोड़ी को जोग कले पाइबू देख 1 3 मिसले देख एक ए चित्र देखी तो 1 3 मिसला तापर 4 पर 3 थिला पुणे एटा 6 मिसला हम 9 एटी कौन थिला देख पिला माने 6 एटा मिसला केते 10 टोटल 16 पुणी कौन करबा आमे 16 थिबो पुणी मिसेबा आमे तापर 5 मिसेबा ता 15 तापर 6 मिसेबा पाबा 21 ए भली कौन देखि लिखिदेले आमे तीनटा उदाहरण देछि एहा द्वारा आमे वर्ग संख्या पा कौन पाइबा वर्ग ए जो त्रिकोणीय संख्या को मिसौछंती आमे कौन पाउछन ना वर्ग संख्या पाउछन पिला माने मन रखो त्रिकोणीय संख्या को मिसेले आमे वर्ग संख्या पाइबा तापर लिखिया दुईटी क्रमिक त्रिभुजाकार सज्जा को एकाठी मिसाइले एक संपूर्ण वर्गक्षेत्र गठन होता है देख पिला माने आमे जो 1 3 कटा 1 3 मिसेले पुणी 3 रे 6 मिसेले पुणी 6 रे 10 मिसेले जो 16 है ये जो 4 9 16 सब वर्ग 2 ये कौन 2 वर्ग ये 3 वर्ग ये 4 वर्ग बर्तमान प्रश्न को चित्र करिपरिबा कि हाँ आम कर देख मु चित्र कर प्रथम गोटे नेली तब 3टा एक टोटल 4टा गोटे कौन है वर्ग क्षेत्र कौन है गोटे वर्ग क्षेत्र पुणी कौन कला ना 3टारे पुणी 6टा मिसेबा देख पिला माने 3टा तब 6 मिसेबा केते 9 है 9 गोटे है 3 3 वर्ग गोटे वर्ग क्षेत्र होची पुणी 6 थिला पुणी 9 10 मिसेबा देख पिला माने 6 तापर 10 कौन होची टोटल है 16 देख पिला कौन है वर्ग चित्र हो गला त्रिकोणीय चित्र को त्रिकोणीय जो चित्र होची संख्या को जोग कले आम गोटे वर्ग क्षेत्र ये वर्ग क्षेत्र सब समान वर्ग क्षेत्र मन रहा त्रिकोणीय संख्या को जोड़ी करी जोग कले आमे एक वर्गाकार क्षेत्र पाइबा पिला माने ये सब अति सहज खाली कौ संख्या कौन टे मन रखला माने ये सब बुझी हे जे न घात संख्या किए त्रिकोणीय संख्या किए दुई आधार विशिष्ट संख्या किए गणन संख्या अजुग्म संख्या जुग्म संख्या ये सब मन रखले ये सब बुझिया से जो सारणटा देथिला हमर मन कोटा जो सारणी 1 रही आमे पढ़ी की मन रखिबार अछि तो 6 नंबर रही 1 ठारू आरंभ करी 2 घात गुड़ी को जोग करबा आरंभ कले जथा कौन 1 पुणी 1 2 मिसेला पुणी 1 2 तो 4 1 2 4 पुणी 8 एम कर क्रम प्रत्येक संख्यार एक जोग कले तुम क्यों संख्या पाइब यहीपरि कहीं होता है देख 1 2 घात 2 घात कत 2 को थरे गुणवा 2 को 2 थर गुणवा 2 को 3 थर गुणवा ये 2 घात बुझिपारछ देख 2 घात घात ये घात 2 प्रथम थक 0 गुणवा ना 1 पाइबा कही बुझे 2 घात थरे गुणवा 2 को 2 थर गुणवा 2 को 3 थर गुणवा 2 को 4 थर गुणवा तो बुझे पूर्व सब 2 को थरे गुणले 2 हे 2 को 2 थर गुणले 2 को 2 थर गुणव 4 हे 2 को 3 थर गुणले पाइबा आमे 8 तापर 2 को 4 थर गुणले पाइबा 16 पुणी 5 थर गुणले पाइबा 32 एमती सब कौन पाइबा से प्रश्न रोचे जे एक क्रम प्रत्येक संख्या एक जगह तुम्हें क्यों संख्या पाइब एपरी कहीं होता है देख 6 नंबर क्लीयर कर लिख देछि 1 तो 1 छाड़ 1 2 मिसले 3 पाइले 1 2 4 मिसले पाइबे 7 पाइबा 1 2 4 8 कले 15 पाइ एक क्रम है 1 3 7 15 ताले 1 जोग कले कौन हम देख एति मिसला पर 15 पाइ 1 जोग करबा 1 रे 1 जोग कले 2 हे 3 थिला त 1 जोग कले 4 हे 7 थिला 1 जोग कर देले 8 पाइबा 15 अच्छे 1 जोग कले 16 पाइबा जहाँकि परवर्ती 2 घात संख्या हम देख आम 1 2 ये सब कौन कले जुग्म ये संख्या को मिसौले सब तो 6 नंबर कंप्लीट 7 नंबर रही त्रिकोणीय संख्या गुड़ी को 6 द्वारा गुणन करी जोग कर एक जोग कले कौन पाइब देख 6 रे गुणन कर 1 जोग करवा या द्वारा तुम्हें क्यों क्रमटी पाइब तुम्हें एक क्रमर चित्रित उपस्थापन कर व्याख्या कथा बुझेगा देख 7 नंबर दब देख ये लिख त्रिकोण संख्या 1 3 6 10 त्रिकोण संख्या एवं यही संख्यार 6 गुणन कर 1 3 6 10 एम सब अच्छी संख्या तार कौन कर 6 गुण 1 मिसेबा देख 1 रे 6 गुणले पुणी 1 मिसा देला पुणी 3 रे 6 गुणवा पुणी 1 मिसा 19 है पुणी 6 अच्छी सब 6 गुणी की 1 मिसेबा 6 रे 6 गुण 1 मिसला पुणी 10 रे 6 गुणी की पुणी 10 8 1 केते हबटा हमर आ गोटे धाडी करबा दी 10 रे 6 गुणवा पुणी आमे
एक मिसेबा केते हम 61। देख पे या द्वारा आम कौन पाने षड़भुजीय संख्या क्रम पे कौन पाइबा षड़भुजीय संख्या क्रम ताको आम चित्र कर देख ये देख मुझे कर देख एक गोटे रखिले मझे एक 6 कौन करवा 6टा कर देख पे मैंने देख गोटे रहा 6 मिसला यहाँ कौन रहा षड़भुज कौन रहा षड़भुज 6टा भुज ना देख भुज ना बाहु गोटे 2टा 3टा 4टा 5टा 6टा होगा तापर 19 करवा देख मझे गोटे रहा प्रथम कौन 3टा कर 3टा तापर 4टा तर मझे मझे सब देदेव तापर 5टा तापर पुणी 4टा तापर 3टा देख ये षड़भुज है ना देख पिला माने होगा तार 19 चित्र भी 19 एटा तो 19 देख पिला माने 5 4 9 ये 3 12 ये 4 है 16 ये 3 19 19 तापर कौन करना ना 37 करवा 37 प्रथम कौन करना ना 6 गुणन 6 देख मझे गोटे देदेले 6 5 देदेव एपटे 3टा एपटे 3टा टोटाल 7टा हो मझे गोटे गोटे सब देदेवा ये 7टा कौन हम दबा 6टा तापर आपटे 5टा तापर 4टा तलू सुनते आसे ठीक मझे दबा तापर 4टा होगा देख पिला करदेव यदि होगा षड़भुज तेज आम षड़भुज संख्या पाईगले भल चित्र देखिए देखिक कले बुझीपर सब यापर 8 नंबर तुम्हें षड़भुजाकर संख्या गुड़ी को आग को जोग करने आरंभ कले यथा 1 पुणी 1 7 पुणी 1 7 19 1 7 19 100 एम मिसे कले कौन हेब तुम्हें क्यों क्रमटी पाइब ए घन चित्र व्यवहार कर व्याख्या कर देख पे मैंने प्रथम मिसेब आम 1 तो छाड़ 1 तो घन संख्या छाड़ 1 7 मिसाऊँ से जहाँ दे लिख दे 1 1 7 8 है पुणी 1 7 19 27 है 1 7 19 37 64 है या कौन द्वारा आम कौन पाइले ना घन संख्या क्रम पाईगले एटा कौन 2 घन एटा 3 घन एटा 4 एटा कौन 2 घन 2 को घन अर्थ 3 थर गुणवा एटा 3 घन अर्थ 3 को 3 थर 4 घन अर्थ 4 को 3 थर गुणवा ये सब घन संख्यार क्रम पाइबा तेज आम 8 नंबर कम्प्लीट तापर देख पे 9 नंबर रही सारणी 1 कम कर एक संख्या मान मध्य संरचना संपर्क नहीं व्यवहार कर निजर संरचना तैयारी कर से गुड़ कहीं चित्र मध्य कि अन्य कौन उपाय तुम्हें बुझाओ जो सारणी 1 जो रही कौन कर तुम्हें सब संरचना को व्यवहार करके निजे निज तैयारी कर बर्तमान 1.4 सर 1.5 आकृति संरचना जो आकृति जो आकार रही तार संरचना देखा देख पे मैंने 3 आकृति क्रम त्रिभुज जान 3टा भुज अच्छी एटा 4टा भुज चतुर्भुज एटा 5टा भुज माने बाहु जो भुज अर्थ बाहु पंचभुज 6टा बाहु थे 6टा भुज 7टा थे भुज 11 भा जो रोक सप्तभुज एटा 8टा अच्छी गणित एमती अष्टभुज 9 थे 9 भुज 10 थे 10 भुज 10 11 थे 11 भुज ये कौन कहती ना सरल बहुभुज ये कहते बहुभुज चित्र सरल बहुभुज तापर देख पे मैंने तापर गोटे रेखाखंड देला तापर 3टी देला त्रिभुज है तापर एमती कौन कर 4टा कौन 1 2 4 जोड़ दौरान 5टा बिंदु 6टा बिंदु कर संपूर्ण लेख चित्र कौन है लेख चित्र तापर गोटे वर्ग चित्र अच्छी तापर 4टा तापर 9टा तापर हम 16टा तापर हम 25टा ये सब कौन वर्ग चित्र है कौन 2 वर्ग 3 वर्ग 4 वर्ग 5 वर्ग तापर देख पे मैंने अन्य गोटे त्रिभुज ये गोटे त्रिभुज त्रिभुज भर त्रिभुज ए त्रिभुज कले कले कौन होता अन्य गुड़े त्रिभुज होपर देख पे मैंने यहाँ जो चित्र रही है कौन कच तुषार कणा कौन हो चित्र ना कच तुषार कणा
ତାହେଲେ ଆସ ବୁଝିବାର ଆମେ 1 ନମ୍ବର କରିବା। 1 ନମ୍ବର ରହିଛି ସାରଣୀ 3ର ପ୍ରତ୍ୟେକ କ୍ରମରେ ସଂରଚନା ଗୁଡ଼ିକୁ ଚିହ୍ନଟ କରି କୁହ। ଆମେ ଯଦି ଚିହ୍ନଟ କଲେ ତାକୁ କ'ଣ କରିବା, ଭାଷାରେ ଲେଖିବା, ମାନେ କଥାରେ ଆମ ନିଜ ଭାଷାରେ ଲେଖିବା। ଦେଖ ଏଇଭଳି ପ୍ରଥମଟା ରହିଛି ସରଳ ବହୁଭୁଜ। ଏଥିରେ କ'ଣ ରହୁଛି ନା ପ୍ରତ୍ୟେକ ନୂଆ ନୂଆ ଆକୃତିରେ ଗୋଟେ ଗୋଟେ କ'ଣ ହେଉଛି, ବାହୁ ସବୁ ବଢ଼ି ବଢ଼ି ଏଥିରେ 3ଟି ଥିଲା, ତ୍ରିଭୁଜ 3ଟି, ଏଥିରେ 4ଟି, ଏଥିରେ 5ଟି, ଏଥିରେ ଷଡ଼ଭୁଜ 6ଟି, ସପ୍ତଭୁଜରେ ସପ୍ତଭୁଜ 7ଟି, ଅଷ୍ଟଭୁଜରେ 8ଟି, ନବଭୁଜରେ 9 ଅର୍ଥ ଜାଣିଛ, ଦଶଭୁଜ 10ଟି। ଏତେ ଭୁଜ ମାନେ ବାହୁ। ଏଇଟା ଆମ ଭାଷାରେ ଲେଖିବା ଏଇଭଳି। ଦେଖ 1.5 ଲେଖିଦ ସରଳ ବହୁଭୁଜ। ଏହି କ୍ରମରେ ଥିବା ପ୍ରତ୍ୟେକ ନୂଆ ଆକୃତିରେ ଗୋଟିଏ ଲେଖାଏଁ ବାହୁ ଏବଂ ଗୋଟିଏ ଲେଖାଏଁ କୋଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। କ୍ରମାଗତ ମାନେ ଯେତେ ବଢ଼ିବ ଗୋଟେ ବଢ଼ି ବଢ଼ିକା ଯିବ। ବାହୁ ବଢ଼ିବ, ତା ସହିତ ମଧ୍ୟ କୋଣ ମଧ୍ୟ ବଢ଼ିବ। ପ୍ରଥମ ଥିଲା ତ୍ରିଭୁଜ 3ଟା କୋଣ 3ଟା ବାହୁ, ଚତୁର୍ଭୁଜ 4ଟା କୋଣ 4ଟା ବାହୁ, ପଞ୍ଚଭୁଜ 5ଟା କୋଣ 5ଟା ବାହୁ। এইগুলো ସବୁ ବାହୁ, এইଗୁଡ଼ା ସବୁ ହେଲା ଭୁଜ ବା ବାହୁ। ବର୍ତ୍ତମାନ ସରଳ ବହୁଭୁଜ ଜାଣିଲେ, ତାପରେ ଜାଣିବା ଆମେ ସମ୍ପୂର୍ଣ୍ଣ ଲେଖଚିତ୍ର। এই ସମ୍ପୂର୍ଣ୍ଣ ଲେଖଚିତ୍ର କ'ଣ ଜାଣିବା। ପ୍ରଥମେ କଥାରେ କହିଦେବୁ, ତାପରେ ଲେଖିବା। ଏଥିରେ ଦେଖ 2ଟା ବିନ୍ଦୁ ଥିଲା, ଯୋଡ଼ିଦେଲେ ରେଖା ଦ୍ୱାରା। ଏଥିରେ 3ଟା ବିନ୍ଦୁ, ଗୋଟେ ବିନ୍ଦୁ ବଢ଼ିଲା, ତାକୁ ରେଖା ଦ୍ୱାରା ବଢ଼ିଲେ 3ଟା ରେଖା ହେଇଗଲା। ତାପରେ 3ଟା ବିନ୍ଦୁ 4ଟା ବିନ୍ଦୁ ହେଲା, ଏଥିରେ 4ଟା ବିନ୍ଦୁ ହେଇଗଲା, ତାକୁ ରେଖା ଦ୍ୱାରା ଆମେ ସଂଯୋଗ କରିଦେଲେ। ତାର କେତେଟା ବିନ୍ଦୁ, 1 2 3 4 5ଟା ବିନ୍ଦୁ, ତାକୁ ଆମେ এই ରେଖା ଦ୍ୱାରା ବା ଭୁଜ ଦ୍ୱାରା ତାକୁ ଆମେ କ'ଣ କଲେ, ସଂଯୋଗ କରିଦେଲେ। ତାର ପୁଣି ଆଉ ଗୋଟେ ବଢ଼ିଲା, ଏଇଟା କେତେ ଥିଲା 5ଟା, ଏ ହେଲା 6ଟା, କେତେଟା ଅଛି K6 6ଟା। ଏଇଟା ହେଲା ଲେଖଚିତ୍ର। ଯାହା କହିଲି ତା ଖାତାରେ ଏଇଭଳି ଲେଖିବା। ଦେଖ ସମ୍ପୂର୍ଣ୍ଣ ଲେଖଚିତ୍ର। ଏହି କ୍ରମରେ ପ୍ରତ୍ୟେକ ଥର ଗୋଟିଏ ନୂଆ ବିନ୍ଦୁ ଯୋଡ଼ି ହେଉଛି ଏବଂ ସେଇ ନୂଆ ବିନ୍ଦୁଟି ପୂର୍ବରୁ ଥିବା ସମସ୍ତ ବିନ୍ଦୁ ସହିତ ରେଖା ଦ୍ୱାରା ସଂଯୁକ୍ତ କରାଯାଉଛି। ବୁଝିଗଲା ସମ୍ପୂର୍ଣ୍ଣ ଲେଖଚିତ୍ର। ତାପରେ ଦେଖିବା, ତାପରେ ହେଉଛି ଅନେକ ଗୁଡ଼ିଏ ବର୍ଗଚିତ୍ର। ଦେଖ ପ୍ରଥମ ଥିଲା ଗୋଟେ ବର୍ଗଚିତ୍ର, ତାପରେ 4ଟା ହେଇଗଲା, ତାପରେ ହେଲା କେତେଟା 9ଟା, ତାପରେ ହେବ 4 4 16ଟା, ତାପରେ 25ଟା। ଦେଖ ଏଥିରେ କ'ଣ ହେଉଛି ନା ବର୍ଗଚିତ୍ର କ'ଣ କଲା, 2ର এটা 3ର ବର୍ଗ 9, এটা 4 ବର୍ଗ 16, ଗଣନ ସଂଖ୍ୟାର ବର୍ଗ ହିସାବରେ ବଢ଼ି ଅନେକ ଗୁଡ଼ିଏ ବର୍ଗ ଚିତ୍ରରେ କ'ଣ ରହୁଛି ନା ଆମର ଗଣନ ସଂଖ୍ୟାର ବର୍ଗ ଅନୁସାରେ ବଢ଼ିକି ଚାଲିଛି। এটা 5 ତାର 36 ହେବ ବର୍ଗ ଚିତ୍ର। ଖାତାରେ ଏଇଭଳି ଲେଖ। ଦେଖ ଅନେକ ଲେଖିଦେବ ବିଷୟ, ତାପରେ ଇଏ ଦେଇକି ଲେଖିବ। ଏଠାରେ ଏକ ମୂଳ ବର୍ଗଚିତ୍ର ଭିତରେ କ୍ରମାଗତ ଭାବେ ସମାନ ଆକାରର ଛୋଟ ଛୋଟ ବର୍ଗ ଗୁଡ଼ିକ ବିଭକ୍ତ ହୋଇ ବୃଦ୍ଧି ପାଉଛି। ହେଇଗଲା। ତାପରେ କ'ଣ ଅଛି, ଅନେକ ଗୁଡ଼ିଏ ତ୍ରିଭୁଜ। ଏଠାରେ ମଧ୍ୟ ସେ ତ୍ରିଭୁଜ ଭିତରେ ସବୁ ଅନ୍ୟ ଛୋଟ ଛୋଟ ତ୍ରିଭୁଜ ସବୁ ସୃଷ୍ଟି ହେଉଛି। ତାହେଲେ ଅନେକ ଗୁଡ଼ିଏ ତ୍ରିଭୁଜ କ'ଣ ଲେଖିବା, ଏଇଟା ରହିଲା। ଏହି କ୍ରମରେ ଗୋଟିଏ ବଡ଼ ତ୍ରିଭୁଜର ଧାଡ଼ି ସଂଖ୍ୟା ବଢ଼ିବା ସହିତ ତା ଭିତରେ ଥିବା ଛୋଟ ତ୍ରିଭୁଜ ସଂଖ୍ୟା ବୃଦ୍ଧି ପାଉଛି। ବୁଝିଦେଲେ, ଯାହା ଲେଖିଲେ ସେଇଆ। ଏଇଟା କ'ଣ କରିବ ନା ଖାତାରେ ସୁନ୍ଦର ସୁନ୍ଦର ଅକ୍ଷର କରିକି ଲେଖି ନେବ, ମ୍ୟାଥ୍ ଖାତାରେ। ତାପରେ ଚିତ୍ର ରହୁଛି କଚ୍ ତୁଷାରକଣ। ଇଏ କ'ଣ ନା ଗୋଟେ ଥିବ ଆମର କ'ଣ ସରଳ ରେଖାଖଣ୍ଡ ଥିବ, ସେଥିରେ କ'ଣ ହେବ ନା ଯେ ରେଖାଖଣ୍ଡ ମଝିରେ କ'ଣ ଅବରୋଧ ଉଠାଣିବା ହମ୍ସ ଭଳିଆ ସବୁ ବିଭିନ୍ନ ପ୍ରକାର କ'ଣ ହେଇଯିବ, ସବୁ ତ୍ରିଭୁଜାକାର କୃତି ହେଇଯିବ ସବୁ। ହେଲା, ଏଇଟା ଥିଲା ସମାନ ଥିଲା, କିନ୍ତୁ ଏଠି ଏଇଠୁ କ'ଣ ହେଲା ନା ବଙ୍କିଗଲା। এইଭଳି ସବୁ କ'ଣ କରିବ ନା ବିଭିନ୍ନ ଉଠାଣି ବା ହମ୍ସ ହେଇକି ତ୍ରିଭୁଜାକାର ଆକୃତି ଯୋଡ଼ି ହୋଇକି ଚିତ୍ରଟି କ୍ରମଶଃ କ'ଣ ହେଇଯିବ, ଜଟଳ ତାରା ଭଳିଆ ହେଇଯିବ। ଗୋଟେ ତାରା ଖାତା ଦେଖାଉନି, ଗୋଟେ ଷ୍ଟାର ଭଳିଆ। ଆମେ ସେଇଟା ହିଁ ଭାଷାରେ, ଆମ ଭାଷାରେ ଲେଖିବା। ଦେଖ ପିଲା, ତୁଷାରକଣା। ଏହି କ୍ରମରେ ପ୍ରତ୍ୟେକ ସରଳ ରେଖାଖଣ୍ଡ ମଝିରେ ବୁଝେଇଦେଲି, ଏକ ଗତି ଅବରୋଧକ ଉଠାଣି ବା ହମ୍ସ ବା ତ୍ରିଭୁଜାକାର ଆକୃତି ଯୋଡ଼ି ହୋଇ ଚିତ୍ରଟି କ୍ରମଶଃ ଅଧିକ ଜଟିଳ ତାରକା ବା ତୁଷାରକଣା ଆକୃତିର ପରିଣତ ହୋଇଛି। ବୁଝିଗଲା ତୁଷାରକଣା। କଚ୍ ତୁଷାରକଣାଟା ବର୍ତ୍ତମାନ ଆମର ଯେଉଁ ସାରଣୀ 3 ଥିଲା, ଯେଉଁ 5 ପ୍ରକାର ଚିତ୍ର ଥିଲା, ତାକୁ ଆମେ କ'ଣ କଲେ ନିଜ ଆମ ଭାଷାରେ ଲେଖିନେଲେ। ତାହେଲେ 1 ନମ୍ବର କମ୍ପ୍ଲିଟ୍। 2 ନମ୍ବର ରହିଛି ତୁମ ଖାତାରେ ସାରଣୀ 3ରେ ଦିଆଯାଇଥିବା ପ୍ରତ୍ୟେକ କ୍ରମ ଚିତ୍ର ଅଙ୍କନ କର। ପ୍ରତ୍ୟେକ କ୍ରମର ପରବର୍ତ୍ତୀ ଚିତ୍ରଟିକୁ ତୁମେ ଅଙ୍କନ କରିପାରିବ କି? ଏ ଯେଉଁ ଚିତ୍ର ରହିଛି ତା ପରବର୍ତ୍ତୀ ଆମେ କରିପାରିବ? ହଁ, ଆମେ କରିପାରିବା। ଯଦି ହଁ ନା, ତେବେ କାହିଁକି? ପ୍ରତ୍ୟେକ କ୍ରମର ପରବର୍ତ୍ତୀ ଆକୃତି ତିଆରି ହେବାର ନିୟମ କିମ୍ବା ସଂରଚନାକୁ ନିଜ ଭାଷାରେ ଲେଖ। ଆମେ ଯେଉଁ ରହି ସଂରଚନାଟା, ତା ପରବର୍ତ୍ତୀ ସଂରଚନା କଲେ ଏଇଟା 10 ଭୁଜ, ତାପରେ 11 ଭୁଜ କରିପାରିବା। ଦେଖ ପିଲାମାନେ, ମୁଁ କରିଦେଉଛି ଯେଉଁଥିରେ ମୁଁ ଲେଖିଛି, ସେ ତମେ କ'ଣ କରିବ, ଖାତାରେ ତମ ଯେଉଁ ମ୍ୟାଥ୍ ଖାତାରେ ଏମିତି କରିବ, ସାଇଡ଼ରେ ଚିତ୍ର କରିଦେବ।
ହେଲା ମୁଁ ଯେଉଁ 10 ପରେ 11 ଭୁଜ ଯେଉଁଟା ହେବ ମୁଁ ଯେଉଁ ଲେଖିଛି 1 ନମ୍ବରରେ ସେଇଠି କ'ଣ ସାଇଡ଼୍ ଲେଖିଦେଉଛି। 11 ଭୁଜ କ'ଣ କରିବ ଦେଖ ପ୍ରଥମେ 11ଟା ବିନ୍ଦୁ ଦେଇଦେବ। କେତେଟା ଦେଇଦେବ 11 3ଟା 4ଟା 5ଟା 6ଟା 7ଟା 8ଟା 9ଟା ହେଇଛି ଆମେ କ'ଣ କରିବା 11 10ଟା 11 ଯୋଡ଼ିଲେ ଆମେ ତାକୁ କ'ଣ ଯୋଡ଼ିଦେବା ଏମିତି ଏମିତି ଯୋଡ଼ିଦେବା ହାତରେ ଏଥିରେ ଯୋଡ଼ ବା ସ୍କେଲ୍ରେ ଯୋଡ଼ିଦେବା। ଏଇଟା ହେଲା ଆମର କ'ଣ ଏମିତି ଯୋଡ଼ିଦେବା ତାକୁ ଏମିତି ଗୋଲ କରିବାନି ଏମିତି ଯୋଡ଼ିବ ଖଣ୍ଡ ଖଣ୍ଡ କରି ଏମିତି ଯୋଡ଼ିବା ଧୀରେ ଧୀରେ ବୁଝିଲ। ଏଇଟା ଆମର କ'ଣ ହେଇଗଲା ନା 10 ପରେ 11 ଭୁଜ 11 ଭୁଜ ହେଇଗଲା। ତାପରେ ସମ୍ପୂର୍ଣ୍ଣ ଲେଖଚିତ୍ର এই সম্পূর্ণ লেখচিত্রের পরবর্তী চিত্রটা দেখ এটা কোন 6টা এটা ଥିଲା 3টা শীর্ষবিন্দু এদের 4টা এদের 5টা 6টা 7টা শীর্ষবিন্দু করিবা 7টা করিবা দেখ পিলানে কোন করিয়া 1 2টা 3টা 4টা 5টা 6টা বিন্দু শীর্ষবিন্দু করে তারপরে যোড়িবা সব এম ফার্স্ট আগে যোড় দেবা এই তুমি খাতার সে চিত্র ଏହା ପରେ কোন করে এই গোটে বিন্দুর সব বিন্দু এম যোড় দেবা सबको जोड़देले एटा तो जोड़ा है पुणी ए जो बिंदु रहा ए बिंदु सबको जोड़ा पुणी ए जो बिंदु रहा पुणी ए सब बिंदु को सब जोड़ा जोड़ा सब न जोड़ा है सब जोड़ा देख पुणी ए बिंदु रहा ए बिंदु पुणी सबको ए बिंदु को सब जोड़ा आउ चित्रटे हो गला बुझीपारच ना पे जो बुझीपारच लाइक टे करदेव सब्सक्राइब कर सब्सक्राइब करदेव सांग मान सहित सेयार करनब जब न बुझीपार मत कमेंट कर जन ये आमर लेखचित्रटा होगा कौन आमर संपूर्ण लेखचित्र परवर्ती चित्र तापर रही कौन अनेक गुड़े वर्ग देख पे ये 2टा 9टा वर्ग अनुसार 4 वर्ग 5 6 वर्ग 36 हम कौन करें 36 मिनट जगह हम ना तो चाहिए भी कर 36 देख पे प्रथमे गोटे वर्ग चित्र करदेव पूरा सब बाहु सामान हम तो 6टा घर कर केतटा घर कर सामान सामान कर स्केल साइज कर 1 2 3 4 5 6 देख 1 2 3 टे हिसाब कर बिंदु दे कला मैंने हो एपट मत 6टा ये 1 2 3 4 5 6 ये देख आगे बिंदु दे 1 2 3 4 5 6 ହେଇଗଲା 1 2 3 4 5 ଏପଟୁ 6 ହେଇଗଲା 1 2 3 4 5 6 ଏଇଟା ଆମର ହେଲା କ'ଣ ପରବର୍ତ୍ତୀ ବା 6 ଗୁଣନ 6 ବୁଝିଗଲା। ତାପରେ ରହିଛି ତାପରେ ଅନେକ ଗୁଡ଼ିଏ ତ୍ରିଭୁଜ ଦେଖ ପିଲାମାନେ ଏଇ ଯେଉଁ ତ୍ରିଭୁଜ କ'ଣ କରିଛି ନା ପ୍ରଥମେ ରହିଲା ବୁଝେଇ ଦେଉ ତାପରେ କରିଦେବା ଏଥିରେ ହେଲା କ'ଣ ଗୋଟେ ରହିଥିଲା ତାପରେ ହେଇଗଲା ଆମର 3 तापर हम 6टा तापर अच्छी 10टा गणत 10टा हम तापर अच्छी 15टा एमती कौन कर त्रिकोणिया चित्र होगी बढ़ी बढ़िका सब जाए कौन कर प्रथम कौन त्रिभुजटे करदे जगह छोट आकार करुच्ची ये कौन 5टा गार पके केतटा गार पके 5टा 1 2 3 4 5टा पुणी एपटू आम करा बुले दे 5टा बुलेवा हाथ बुलेदेव 5टा 1 2 3 4 5टा देख पुणी एपटू छोट होता एट कर एमती करदे परवर्ती चित्र तुम एमती स्टार भाया गोटे करनब तेज लिखा कौन आम से प्रत्येक क्रम परवर्ती आकृति तैयारी होगा नियम संरचना निज भाषा लेख देख ये लिखा देख हाँ आम प्रत्येक क्रम परवर्ती आकृति अंकन कर कारण यही आकृति गुड़िक एक सुनिर्दिष्ट गाणितिक नियम अनुसरण कर आग को बढ़ नियम चली गोटे संरचना चलती से आम आग को एक्सट्रा चित्र सब कर जापर तो परवर्ती चित्र सब कर लेकिन 2 नंबर कंप्लीट या सहित आमर 1.5 में सर 1.6 संख्याक्रम सहित संपर्क से जो चित्र रही सारणी तार सहित संपर्क आम बुझा देख पे मैंने जो रही आस बुझा आमर जो संरचना रही आम ये 1.6 आंसर कर
ବୁଝିଲ। 1 ନମ୍ବର ରହିଛି ସରଳ ବହୁଭୁଜ ଆକୃତି କ୍ରମରେ ଥିବା ପ୍ରତ୍ୟେକ ଆକୃତିର ବାହୁ ସଂଖ୍ୟାକୁ ଗଣି ଲେଖ। ତୁମେ କେଉଁ ସଂଖ୍ୟା କ୍ରମ ପାଇବ? ସରଳ ଚତୁର୍ଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କୋଣ ସଂଖ୍ୟାକୁ ଗଣି ଲେଖ। ତୁମେ ସମାନ ସଂଖ୍ୟା କ୍ରମ ପାଇବ କି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିବ। ଦେଖ କେତେଟା ଷ୍ଟେପ୍ ତୁମେ କରିବାକୁ ପଡ଼ିବ। ପ୍ରଥମେ କ'ଣ କରିବ ନା ବାହୁକୁ କୋଣକୁ ଗଣିକି ଲେଖିବ। ପ୍ରଥମେ ସରଳ ବହୁଭୁଜ ରହିଛି ଏଇସବୁ ତ୍ରିଭୁଜର ଚତୁର୍ଭୁଜର କୋଣ ଏବଂ ବାହୁ। ଆଦେହରେ କୋଣ କେଇଟା? 3ଟି, ବାହୁ 3ଟି। ଚତୁର୍ଭୁଜର କୋଣ 1 2 ଏଇଥିର କୋଣ ସବୁ କୋଣ 4ଟା, ବାହୁ ମଧ୍ୟ 4ଟା। ଏଥିରେ ପଞ୍ଚଭୁଜ ଦେଖ ଏଗୁଡ଼ା ସବୁ କୋଣ ଏଗୁଡ଼ା ସବୁ 5ଟା, ବାହୁ ମଧ୍ୟ ଷଡ଼ଭୁଜରେ 5ଟା ବାହୁ 5ଟା କୋଣ। ସେଥିପାଇଁ ତୁମେ କ'ଣ କରିବ ନା ଏମିତି ଚିତ୍ରଟା କରିଦେବ। ସରଳ ବହୁଭୁଜ ବାହୁ ସଂଖ୍ୟା ଆଉ କୋଣ ସଂଖ୍ୟା। ତ୍ରିଭୁଜ, ଚତୁର୍ଭୁଜ, ପଞ୍ଚଭୁଜ, ଷଡ଼ଭୁଜ, ସପ୍ତଭୁଜ, ଅଷ୍ଟଭୁଜ, 9 10 ଭୁଜ ଅଛି। ତ୍ରିଭୁଜରେ 3ଟି ବାହୁ 3ଟି କୋଣ, ଚତୁର୍ଭୁଜ 4ଟି ବାହୁ 4ଟି କୋଣ, ପଞ୍ଚଭୁଜରେ 5ଟି ବାହୁ 5ଟି କୋଣ, ଷଡ଼ଭୁଜରେ 6ଟି ବାହୁ 6 ସବୁ ସମାନ, ସପ୍ତଭୁଜରେ 7ଟି କୋଣ 7ଟି ବାହୁ, ଅଷ୍ଟଭୁଜରେ ସବୁ 8, 9 ଭୁଜ ତ 9 9 ଲେଖିଦେବ। ତାପରେ 10 ଭୁଜ ହେଉଛି ଆମର 10। ଏମିତି ଲେଖିଦେଲେ ଟିକେ ଚଉଡ଼ା କରି ଖାତାକୁ ରଖିବ, କାହିଁକି ଛୋଟ ଛୋଟ କଲେ ହେବ, ନହେଲେ ବଡ଼ କରିବ ଯଦି ଟିକେ ଖାତା ଗୋଟେ ଲମ୍ବା କରିଦେବ। ତାର କ'ଣ ଲେଖିବାଟା ଆମେ କ'ଣ ପାଇଲା ଆମେ ଦେଖ ଏଇଭଳି ଲେଖିଦେବା। ହଁ ଏଠାରେ ଆମେ ସମାନ ସଂଖ୍ୟାକ୍ରମ ପାଇଲୁ, କାରଣ ଏକ ସରଳ ବହୁଭୁଜର ବାହୁ ସଂଖ୍ୟା ଓ କୋଣ ସଂଖ୍ୟା ସର୍ବ ସମାନ। ଦେଖ ବଡ଼ ହୋଇଥାଏ ଏଥିରେ 3 3 4 4 ସବୁ ଯେତେ ବଢ଼ୁ ଗୋଟେ ବାହୁ ସେଟା କ'ଣ କହୁଛୁ ନା ସବୁ ତା କୋଣ ବାହୁ ସବୁ ସମାନ ଥିବ। ତାହେଲେ 1 ନମ୍ବର କମ୍ପ୍ଲିଟ୍। এটা আমার 1.6 তারপরে 2 নম্বর 2 নম্বরে রয়েছে দেখো 1 নম্বর ଦେଇଦେବ এভাবে କରିନେବ। সম্পূর্ণ লেখচিত্র ক্রমରେ ଥିବା ପ୍ରତ୍ୟେକ ଆକୃତିର ରେଖା ସଂଖ୍ୟା ଗଣ। ତୁମେ କେଉଁ ସଂଖ୍ୟା କ୍ରମ ପାଇବ? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ଦେଖ ସମ୍ପୂର୍ଣ୍ଣ ଏଇ ଯେଉଁ ଲେଖଚିତ୍ରଟା ମୁଁ କହିଛି ପ୍ରତି 5ଟା ପାଇଁ 5 ପ୍ରକାର ଲେଖିବାକୁ ପଡ଼ିବ। ଦେଖ 2 ଲେଖିବା ସମ୍ପୂର୍ଣ୍ଣ ଲେଖଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତି ରେଖା ଗଣିଲେ ପାଇବା କେତେ? ପ୍ରଥମେ 3ଟି, ପ୍ରଥମେ ଗୋଟିଏ ଦେଖ, ପ୍ରଥମେ ଗୋଟିଏ 2ଟା ବିନ୍ଦୁର ଗୋଟିଏ ମୋର 3ଟି ବିନ୍ଦୁ 3ଟି ବାହୁ ତ 4ଟା, ତାପରେ ଏମିତି କ'ଣ ହେଉଛି ନା ଦେଖ 4ଟା ସିନା ଆମର ରହୁଛି କିନ୍ତୁ ରେଖା କେତେଟା ହେଉଛି? ଦେଖ ଇଏ ଗୋଟେ ଇଏ 2ଟା ଚାରିପଟରେ 4ଟା, ଇଏ ଗୋଟେ କେତେଟା? 6ଟା। ଏଥିରେ କ'ଣ ରହୁଛି 5 ରହିବ ଆମର ଏଥିରେ 10ଟା। ଦେଖ ଇଏ ତ 5 ପଟରେ 5ଟା ରହିଲା, ଇଏ ଗୋଟିଏ ଇଏ ହେଲା 5ଟା, ଯେଉଁଟା ଅଛି ଇଏ 10ଟା, ତାପରେ ରହିବ 15ଟା, ତାପରେ ରହିବ এইভাবে বড়ি বড়িকে যাব লিখিদেব। সংখ্যাক্রম হল 1 3 6 10 15 এগুড়িক এক ত্রিকোণীয় সংখ্যা। বুঝিপার যেগুলো সব ত্রিকোণীয় সংখ্যা। তারপরে 6 বড়লে কেতে পাইব আমার 21, পুଣି 7 বড়াইলে কিন্তু 27, এই ত্রিকোণ সংখ্যা বড়ি বড়িকা যাব। 2 নম্বর কমপ্লিট। 3 নম্বর 3 ରହିଛି ଅନେକ ଗୁଡ଼ିଏ ବର୍ଗଚିତ୍ରର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ବର୍ଗଚିତ୍ର ଅଛି? ଏହା କେଉଁ ସଂଖ୍ୟା କ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ଦେଖ ପିଲାମାନେ এইটা ଆମର ଯେଉଁ ବର୍ଗଚିତ୍ର ରହୁଛି ଏଇଟା ପ୍ରଥମେ କ'ଣ କରିବ ନା ଗୋଟେ ବର୍ଗଚିତ୍ର ଦେଖ ଏଥିରେ କ'ଣ ରହୁଛି 4ଟା ବର୍ଗଚିତ୍ର 1 2 4ଟା କିନ୍ତୁ ବଡ଼ଟା ରହୁଛି 5ଟା। ଏଥିରେ କ'ଣ ରହୁଛି ପିଲାମାନେ ଦେଖ 9ଟା ଛୋଟ ଛୋଟ ରହୁଛି, ଆଉ ଆମର ରହୁଛି ଏଥିରେ ଦେଖ ଏଇ ବର୍ଗଚିତ୍ର ରହୁଛି ଇଏ ଗୋଟିଏ ଏମିତି ବଢ଼ୁଛି, କିନ୍ତୁ ଆମେ ଏତେ ଲେଖିବା ନାହିଁ, ଆମେ ଏଇଭଳି ଲେଖିଦେବା। ପ୍ରଥମ ଚିତ୍ରରେ 1ଟି ବର୍ଗଚିତ୍ର, ଦ୍ୱିତୀୟରେ 4ଟି, ତୃତୀୟରେ 9ଟି, ଚତୁର୍ଥରେ 16ଟି କ'ଣ ସବୁ ବର୍ଗଚିତ୍ର ସବୁ ଅଛି, ଆଉ ପଞ୍ଚମରେ 25ଟି। ଏହା କ'ଣ ବର୍ଗଚିତ୍ର ସଂଖ୍ୟା କ'ଣ ହେଉଛି ଦର୍ଶାଉଛି? ଲେଖିଦେବ କ'ଣ ଏଠି ଏଠାରେ ସୃଷ୍ଟି ହେଉଥିବା, ଅଧିକ ଲମ୍ବା ହେବନି ଭିଡ଼ିଓରେ କିଛି ଲେଖିଦେଇଛି ଆଗରୁ। 1 4 9 16 25 ଦେଖ 1 4 9 16 25 କାରଣ ପ୍ରତ୍ୟେକ ଆକୃତି ଗୋଟେ ସମ୍ପୂର୍ଣ୍ଣ ବର୍ଗାକାର ବା ଗ୍ରିଡ୍ ଅଟେ। ପ୍ରଥମଟି ହେଲା 1 ଗୁଣନ 1, ଦ୍ୱିତୀୟଟି ହେଲା 2 ଗୁଣନ 2, ତୃତୀୟ 3 ଗୁଣନ 4, ଏମିତି ଚତୁର୍ଥ 4 5 ଗୁଣନ ଏମିତି କ'ଣ ହେବ 4 ଗୁଣନ 4 5 ଗୁଣନ 5 ଏମିତି ସବୁ ବଢ଼ି ବଢ଼ିକା ଯିବ। ତେଣୁ ଏହାର ଲମ୍ବ ଓସାର ସମାନ ସଂଖ୍ୟକ ବର୍ଗ ଥିବାରୁ ସମୁଦାୟ ସଂଖ୍ୟା ସର୍ବଦା ନିଜସ୍ୱ ଆକାରରେ ବର୍ଗ ହେଉଛି। ଆକାର ବର୍ଗ ହେଉଛି, ବୁଝିପାରିଲ ଏବେ? 3 ନମ୍ବର କମ୍ପ୍ଲିଟ୍। 4 ନମ୍ବର ଭଲ ଦେଖିନିଅ, ଭଲ ଦେଖିକି ବୁଝିକି ଲେଖି ନେବ। ଜାଣିଛି ଅନେକ ଗୁଡ଼ିଏ ତ୍ରିଭୁଜ କ୍ରମ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ଛୋଟ ତ୍ରିଭୁଜ ଅଛି? ଏହା କେଉଁ ସଂଖ୍ୟା କ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି? ଆଗେ ତ୍ରିଭୁଜ ଦେଖ, ପ୍ରଥମରେ ଅଛି ଗୋଟେ ତ୍ରିଭୁଜ, ତାପରେ ଅଛି କେତେଟା 1 2 3 4ଟା ଅଛି,
ତାପରେ କେତେଟା ଅଛି 9ଟା, କେତେଟା ଅଛି 9ଟା, ତାପରେ ଅଛି 25ଟା। ଏଇଭଳି ଲେଖିଦେବ। ଦେଖ ଚିତ୍ର ତ୍ରିଭୁଜ ଲେଖିଦେବ। 1 1ଟି, 2ରେ 4ଟି, 3ରେ 9ଟି, 4ରେ 25ଟି। ଆଉ ତାପରେ ବଢ଼ି ବଢ଼ିକା ଯିବ। ଏଠାରେ ସଂଖ୍ୟାକ୍ରମଟି ହେଲା 1 4 9 25। ଏଠାରେ କ'ଣ ଗଣନ ସଂଖ୍ୟାର ବର୍ଗ ସଂଖ୍ୟା ହେଉଛି। ଦେଖ 2 2 4, 3 3 9, ତାପରେ 4 ଏଇଟା 16 ହେବ। ଏଇଟା କେତେ 4 4 16 ହେଲା। ତାପରେ 5ରେ ହେବ 25। ଏମିତି କ'ଣ ବଢ଼ି ବଢ଼ିକା ଯିବ। ତାପରେ 5 ନମ୍ବର ତୁଷାରକଣା କ୍ରମରେ ଗୋଟିଏ ଆକୃତିରୁ ପରବର୍ତ୍ତୀ ଆକୃତି ପାଇବା ପାଇଁ ପ୍ରତ୍ୟେକ ରେଖାଖଣ୍ଡ, ଏ ରେଖାଖଣ୍ଡକୁ ଆମେ ଏକ ଗତି ଅବରୋଧ, ଏଇ ଯେଉଁ ରେଖାଖଣ୍ଡ କ'ଣ କରୁଛନ୍ତି, ଆମେ ଯେକୌଣସି ଉପରେ ଆମେ କ'ଣ କରୁଛନ୍ତି ବଢ଼େଇକି ତାକୁ ଗୋଟେ ତୁଷାରକଣା ବା ଷ୍ଟାର ଭଳିଆ କରୁଛନ୍ତି। ଦ୍ୱାରା ବଦଳାଇ ହମ୍ ଦ୍ୱାରା କ'ଣ ହେଇଥାଏ, ବଦଳି ଯାଇଥାଏ। ଯେହେତୁ ପରବର୍ତ୍ତୀ ଆକୃତି ଗୁଡ଼ିକ ଏହାକୁ ଅଧିକରୁ ଅଧିକ କରାଯାଇଥାଏ, ପରବର୍ତ୍ତୀ ଆକୃତି ଅତି କ୍ଷୁଦ୍ର ରେଖାଖଣ୍ଡ ଦ୍ୱାରା କ୍ଷୁଦ୍ରରୁ କ୍ଷୁଦ୍ରତର, ଏମିତି କ'ଣ ବଢ଼େଇ କ୍ଷୁଦ୍ରରୁ କ୍ଷୁଦ୍ରତର କରାଯାଇଥାଏ। ଦେଖ ପ୍ରଥମେ ଥିବା ସିଧା, କିନ୍ତୁ ତାକୁ କ'ଣ କରିବ, ଏ ସିଧା ଥିଲା ତାକୁ ଏମିତି ପ୍ରଥମେ ଗୋଟିଏ ବଙ୍କେଇଲା, ତାପରେ ଆହୁରି ବଙ୍କେଇବ, ଯେତେ ଛୋଟ ଛୋଟ କରି ବଢ଼ାଯାଇ ପାରୁଛି। ଏହି ତୁଷାରକଣା ଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କେତେ ରେଖାଖଣ୍ଡ ଅଛି, ଏହାକୁ ଅନୁରୂପ ସଂଖ୍ୟା ରୂପରେ ଦେଖ। ପ୍ରଥମେ ଅଛି 3, ତାପରେ ହେଲା 12, ତାପରେ ହେଲା 48, ଅର୍ଥାତ୍ 4 ଘାତର 3 ଗୁଣ, ଅର୍ଥାତ୍ 3 ଗୁଣ 4 ଘାତ 0, 3 4 ଘାତ 1, ଏଇଟା ହିଁ ଦେଇଛି। ଏଇ କ୍ରମକୁ ଦର୍ଶାଯାଇ ନାହିଁ, କିନ୍ତୁ ଏଇ କ୍ରମକୁ ଦର୍ଶାଯାଏ ନାହିଁ, କିନ୍ତୁ ଆମେ କ'ଣ କରୁଛୁ ନା ଏଇଟା ଆନ୍ସର ଦେଇଛି। ଆମେ ଖାଲି ଟିକେ ଗଣିକି ଲେଖିଦେବା। ସୂତ୍ର ଯାହାର ଅଛି ଲେଖିଦେବା। ପ୍ରଥମ ରହିଛି କ'ଣ, ମୂଳ ତ୍ରିଭୁଜ ଅଛି, ତା ରେଖା କେତେଟା ଅଛି ନା 3 ଗୁଣ 4 ଘାତ ଅନୁସାରେ। 4 ଘାତ ପ୍ରଥମେ 0, ଯେକୌଣସି ସଂଖ୍ୟାର ଘାତ ଯଦି 0 ହୁଏ ବା 0 ହୁଏ ତାର ମୂଲ୍ୟ 1, 3ଟି ରେଖା। ଦ୍ୱିତୀୟ ଆକୃତିରେ କ'ଣ ହେବ, 3 ଗୁଣ 4 ଘାତ 1, ତାହେଲେ 12ଟି ରେଖା। ତୃତୀୟ ଆକୃତିରେ କ'ଣ 3 ଗୁଣା ହେବ, 3 ସହିତ 4 ଘାତ ସବୁ ଗୁଣା ହୋଇକି ଆମେ ରେଖା ପାଇବା। 4 ଘାତ 2 ହେଲା କେତେ, 4 4 16 ହେଲା 48। ତାପରେ ହେବ କ'ଣ, 3 ଗୁଣ 4 ଘାତ 5, 3 ଗୁଣ 4 ଘାତ 3। ଚତୁର୍ଥ ପାଇଁ 4 ଗୁଣ 4 ଘାତ 13 କେତେ ହେବ ଆମର, 4 ଗୁଣ 4 16 64, ଏମିତି ଗୁଣ ଦେବା। 3 ରେଖାଖଣ୍ଡ। ବୁଝିପାରିଲ? ତାହେଲେ ରେଖାଖଣ୍ଡ ସଂଖ୍ୟାକ୍ରମ ହେଲା 3 12 48 ଇତ୍ୟାଦି। ଏହି ସଂରଚନାର ଗାଣିତ ସୂତ୍ର ହେଉଛି 3 × 4 ଘାତ n। n ଅର୍ଥ ଗୋଟେ ଗଣନ ସଂଖ୍ୟା ନମ୍ବର। ତମେ ଚତୁର୍ଥ ପାଇଁ 4 ନେବା, ପଞ୍ଚମ ପାଇଁ 5 ନେବା, ଷଷ୍ଠ ପାଇଁ 6 ନେବା, ଏମିତି ଗଣିକି ଆମେ ରେଖାଖଣ୍ଡ ସବୁ ପାଇଯିବା। ବର୍ତ୍ତମାନ ଆମର ପ୍ରଥମ ବିଷୟର 1.6 ସରିଗଲା। 1.4 1.5 1.6 ସରିଗଲା। ଭିଡ଼ିଓ ଉପରେ ମତାମତ ଦେବ, ଭଲ ଲାଇକ୍ ଆଉ ସବସ୍କ୍ରାଇବ୍ କରି ରହୁଛି। ଜୟ ଜଗନ୍ନାଥ। ଏହାପରେ ଆମେ ଦ୍ୱିତୀୟ ଅଧ୍ୟାୟ ରେଖା ଆଉ କ'ଣ କରିବା, ତୁମେ ସବସ୍କ୍ରାଇବ୍ କରିଥିଲେ ଏସବୁ ଭିଡ଼ିଓ ପାଇପାରିବ ରହୁଛି।